ଆଜି ସକାଳୁ ଆମର ମା ଝିଅଙ୍କ ଭିତରେ ଯୁକ୍ତିତର୍କ ହେଲା ଆଜି କ'ଣ ନନଭେଜ୍ ଆସିବ। ତ ନନଭେଜ୍ରେ ଝିଅ କହିଥିଲା ଚିଙ୍ଗୁଡ଼ି, ତା ଫରମାଇଶ ଅନୁଯାୟୀ ଆମର ଚିଙ୍ଗୁଡ଼ି ଆସିଲା। ତ ସିଏ ସ୍କୁଲ ଯିବା ଆଗରୁ ତା ପାଇଁ ସିମେଇ କରିଦେଲି, ସେ ଟିଫିନ୍ ନେଇଗଲା। ଏଠି ଦେଖନ୍ତୁ ମୋ ଝିଅ କେମିତି ବାଏ ବାଏ କରୁଛି ତା ଦିଦିକି। ତ ଏଇଠି ନନଭେଜ୍ରେ ଆମର ଚିଙ୍ଗୁଡ଼ି ପଳେଇ ଆସିଲା। ତ ଚିଙ୍ଗୁଡ଼ିକୁ ଭଲ ଭାବରେ ମୁଁ ବାଛି ତାକୁ ଧୋଇ ସାରି ଲୁଣ ହଳଦୀ ଗୋଳେଇ ଦେଲି। ତ ମୋ ହଜବେଣ୍ଡଙ୍କର କହିବା କଥା ଅନୁଯାୟୀ ଶୀତ ଦିନେ କୋବିର ଟେଷ୍ଟ ବହୁତ ଭଲ ଥାଏ ଅନ୍ୟ ଦିନ ଅପେକ୍ଷା। ତ ତାଙ୍କ ହାତ ଆଉ ନ ଚଳେ, ସେ କୋବି ଯେଉଁଠି ଦେଖିଲେ ବି ସାଙ୍ଗେ ସାଙ୍ଗେ ନେଇ ଆସନ୍ତି। ତ ଏଇଠି ଦେଖନ୍ତୁ ମୋର ଚିଙ୍ଗୁଡ଼ି ଭଜା ହେଇଗଲା। ତାର ଚିଙ୍ଗୁଡ଼ି ଭାଜି ସାରି ମୁଁ ତା ମସଲା ପାଇଁ ପିଆଜ ଅଦା ରସୁଣ ଆକୁ ସବୁ ବାଟିଦେଲି। ଆଗରୁ ଆମେ ଶିଳରେ ବାଟୁଥିଲେ, ଏବେ କ'ଣ କରୁଛୁ ଆମେ ଗ୍ରାଇଣ୍ଡର ଘିରି ଘିରି କରି ବୁଲେଇ ଦେଇକି ମସଲା ଟିକେ ବାଟି ଦେଉଛୁ, ସାଙ୍ଗେ ସାଙ୍ଗେ 2 ମିନିଟରେ ହେଇଯାଉଛି। କିନ୍ତୁ ମୁଁ ବି ବହୁତ ଥର ସାଙ୍ଗମାନେ ଶିଳରେ ବାଟିଛି, ଶିଳର ମସଲା ଟିକେ ବହୁତ ଟେଷ୍ଟ ଆସିଥାଏ। ତ ଭଲ ଲାଗେ, ଶିଳରେ ମସଲା ବାଟିଛି, ତ ବିରି ଚାଉଳ ବି ବାଟିଛି। ଏବେ କିନ୍ତୁ ମୁଁ ଗ୍ରାଇଣ୍ଡରରେ ପୁରା ବଟାବଟି ମୋର ଚାଲିଛି। ହଉ ଛାଡ଼ନ୍ତୁ ସେ କଥା। ଦେଖନ୍ତୁ ଏଇଠି ମୋର ତରକାରୀ ମସଲା କଷି ଦେଉଛି। ତ ମସଲାରେ ମୁଁ ଏଠି ଲୁଣ ହଳଦୀ ଆଉ ଜିରା ପାଉଡ଼ର ଟମାଟୋ ସବୁ ପକେଇକି ମସଲାକୁ ଭଲରେ କଷିଦେଲି। ଏଇଠି ଟିକେ ଚିକେନ୍ ପାଉଡ଼ର ପକେଇଦେଲି। କହିବାକୁ ଗଲେ ତ ମୋର ସବୁବେଳେ ମାଛ ପସନ୍ଦ ଖାଇବାକୁ, ମୋତେ ଟିକେ ଚିକେନ୍ ଭଲ ଲାଗେନି ଆଉ ଚିଙ୍ଗୁଡ଼ି ଟିକେ ଚଳିବ। ତ ମୁଁ ପ୍ରାୟ କୁହେ ମୋ ହଜବେଣ୍ଡକୁ ଟିକେ ମାଛ ନେଇ ଆସ, କିନ୍ତୁ ଏବେ ମୋ ଝିଅର ଫରମାଇଶରେ ଚାଲୁଛି। ଝିଅ ଯାହା କହିବ ଆମ ଘରେ ସେଇଆ ହେଉଛି। ଦେଖନ୍ତୁ ଏଇଠି ମୋର ଚିଙ୍ଗୁଡ଼ି ତରକାରୀରେ ମୁଁ ଧନିଆ ପତ୍ର ପକେଇଦେଲି। ତ ଦେଖନ୍ତୁ କେତେ ସୁନ୍ଦର ଦେଖାହେଉଛି, ଆଉ ଖାଇବାକୁ ବି ମଧ୍ୟ ବହୁତ ବଢ଼ିଆ ଲାଗିବ। ଦେଖନ୍ତୁ ଏଇଠି ମୋର ଭାତ ଡାଲି ଆଉ ଚିଙ୍ଗୁଡ଼ି ତରକାରୀ। ମୋ ଭିଡ଼ିଓଟି ଭଲ ଲାଗୁଥିଲେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଆଉ ସାଙ୍ଗମାନେ ଏଇଠି ରହିଲି, ନେକ୍ସଟ ଭିଡ଼ିଓରେ ଦେଖା। ଜୟ ଜଗନ୍ନାଥ ସାଙ୍ଗମାନେ।